ପିଲାମାନେ ପୁଣି ଥରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କଲେ ଅତୀତ କାଳରେ ମାନବ ସମାଜ ମଧ୍ୟରେ ଏଇ ନିୟମର କାର୍ଯ୍ୟ ପ୍ରଣାଳୀକୁ ଯିଏ ଯେଉଁ ପରିମାଣରେ ପାଠ କରିପାରେ ସେ ସେହି ପରିମାଣର ଇତିହାସଜ୍ଞ। ଚିରନ୍ତନ ସତ୍ୟକୁ ସେମାନେ କିଭଳି କାମ କରୁଥିଲେ ତାକୁ ଯିଏ ଦେଖିପାରିଲା ସେ ହିଁ କଣ ପ୍ରକୃତ ଇତିହାସଜ୍ଞ। ବୁଝିପାରିଲା? ପାରନ୍ତି କହୁଛନ୍ତି ବ୍ୟକ୍ତିଗତ ଜୀବନର ବିଷୟ ଆଲୋଚନା କଲେ ଆମେମାନେ ସମଷ୍ଟି ଗଣ ଜୀବନ ବା ମାନବ ଜାତିର ବିଷୟ ସହଜରେ ବୁଝିବାକୁ ସମସ୍ତେ ହଉ। ଜଣଙ୍କର ବ୍ୟକ୍ତିଗତ ଜୀବନ ଯାହାକୁ ଆମେ କହୁଛେ ଜୀବନ ଚରିତ। ପିଲେ ତମେ ମାନେ ମଧ୍ୟ ମହାତ୍ମା ଗାନ୍ଧୀଙ୍କର ଜୀବନକୁ ଯଦି ଲକ୍ଷ୍ୟ କରିବ ଦେଖିବ ବା ଆଲୋଚନା କରିବ ତାହେଲେ ଆମେ ସମଷ୍ଟିଗତ ଜୀବନ ଭାରତୀୟଙ୍କର ଜୀବନ ବା ଭାରତ ମାନବ ଜାତି ବିଷୟରେ ବୁଝିବାକୁ ସମର୍ଥ ହେବା। ମାନେ ମହାତ୍ମା ଗାନ୍ଧୀ ଯେତେବେଳେ କହୁଛନ୍ତି ଯେ ଆମେ ଇଂରେଜ ମାନେ କିଭଳି ଶାସନ କରୁଥିଲେ, ମୁଁ ଏମିତି ପଢୁଥିଲି ସେଠି, ମୁଁ ଏମିତି ଦକ୍ଷିଣ ଆଫ୍ରିକାକୁ ଯାଇଥିଲି, ସେଠି ଲୋକଙ୍କ ଉପରେ ଅତ୍ୟାଚାର ହେଉଥିଲା। ତାହେଲେ ତମେ ମାନେ ମହାତ୍ମା ଗାନ୍ଧୀଙ୍କ ଜୀବନ ପଢୁଛ ନା, ପରନ୍ତୁ ତା ସହିତ ତମେ ମାନେ ସେଇ ସମୟରେ ଲୋକମାନଙ୍କର ଜୀବନ ବା ମାନବ ଜାତିର ବିଷୟକୁ ବୁଝିପାରୁଛନ୍ତି ନାହିଁ। ସେଠି ଲୋକଙ୍କ ଉପରେ ଅତ୍ୟାଚାର ହେଉଥିଲା ବା ଆମ ଭାରତର ଖେଳ ଆନ୍ଦୋଳନ ହଉ, ଖେଳ ଆନ୍ଦୋଳନ ହେଉ ବା ଭାରତର ବିଭିନ୍ନ ଯେତେବେଳେ ତିନି କାଠିଆ କଥା ବ୍ୟବସ୍ଥା ହେଉ ବା ଭାରତର ଆଇନ ଅମାନ୍ୟ ଆନ୍ଦୋଳନ କଥା ହେଉ, ଭାରତ ଛାଡ ଆନ୍ଦୋଳନ, ଯେତେବେଳେ ଜଣଙ୍କର ଜୀବନକୁ ଆମେ ପଢୁଛେ ତା ସହିତ ସେଇ ଜୀବନକୁ ଲାଗି ରହିଥିବା ବା ସେଇ ଜୀବନ ସମ୍ପର୍କିତ ଆମ ମାନବ ଜାତିର ବିଷୟକୁ ବୁଝିଛେ, ମଣିଷ ମାନଙ୍କୁ ବା ସମାଜକୁ ଆମେ ବୁଝିପାରୁଛେ। ତେଣୁ ମାନବ ଜୀବନରେ କେବଳ କେତେ ଗୁଡିଏ ଘଟଣାର ସମଷ୍ଟି ଛଡା ଆମେ ମାନେ ଆଉ ଅଧିକ କିଛି ଦେଖିପାରୁନେ। ତାହେଲେ ଯେତେବେଳେ ଜଣେ ବ୍ୟକ୍ତିଗତ ଜୀବନରେ ଆମେ ଆଲୋଚନା କରୁଛେ, ଯେତେବେଳେ ମଣିଷ ଜୀବନର କେତେ ଗୁଡିଏ ଘଟଣାକୁ କେବଳ ଦେଖୁଛେ, ବୁଝିଲା, ମହାତ୍ମା ଗାନ୍ଧୀଙ୍କ କଥା ଯେତେବେଳେ ଆଲୋଚନା କରିବ, ତାଙ୍କେ ଯେଉଁ କଥା ଦେଖିବ, କେତେକ ଘଟଣା ଦେଖିବ, ସେ ଦକ୍ଷିଣ ଆଫ୍ରିକା ଗଲେ, ତାପରେ ସେଠି କେମିତି ଆନ୍ଦୋଳନ କଲେ, ତାପରେ ପୁଣି ଫେରିଲେ ଭାରତକୁ, ପୁଣି ଭାରତରେ କେମିତି ଆନ୍ଦୋଳନ କଲେ, ଏଇ ଯୋଉ ଘଟଣା ମାନବ ଜୀବନରେ କେତେବେଳେ ଖାଲି ଘଟଣା ଦେଖିଲ ନା ନାଇଁ? ଘଟଣା ସମଷ୍ଟି ଛଡା ଆଉ ଅଧିକ କିଛି ଦେଖିପାରିଲ କି? ଆଉ କିଛି ଅଧିକ ଦେଖିପାରିଲ ନାହିଁ? ଦେଖିପାରିଲ କି? ଆମର ପୂର୍ବର ଅତୀତର କଳା କୌଶଳ, ସଂସ୍କୃତି, ଆମ ଧର୍ମୀୟ ଭାବନା, କେତେ ଜଣ ଆମେ ଆଉ ଦେଖିପାରିଲେ କି? ଦେଖିପାରିଲେ କେତେ କଣ ଦେଖିପାରିଲେ ନା? ଦେଖିପାରିଲେନି। ତେଣୁ ସମସ୍ତ ଘଟଣାର ଲକ୍ଷ୍ୟ ଏକ, ଗତି ଏକ ଆଡକୁ, ସମସ୍ତ ସବୁ ପ୍ରକାର ଘଟଣା ତାର ଲକ୍ଷ୍ୟ ଏକ, ବୁଝିଲା, ତାର ଗତି ଏକ। ମହାତ୍ମା ଗାନ୍ଧୀ ମହିଷା ଆନ୍ଦୋଳନ କରି ସତ୍ୟାଗ୍ରହ ମାଧ୍ୟମରେ ସ୍ଵାଧୀନତା ଆଣିଥିଲେ। ସୁଭାଷ ଚନ୍ଦ୍ର ବୋଷ ଜର୍ମାନୀ ଯାଇଥିଲେ ଭାରି, ଯାଇଥିଲେ କି ନାଇଁ? ତେଣୁ ଏଇ ସବୁ ଘଟଣାର ଲକ୍ଷ୍ୟ, ସେଠି ଭଗବତୀ ସିଂହ ମଧ୍ୟ ବିଦ୍ରୋହ କରିଛନ୍ତି। ଆମର ସେଠି ବିଭିନ୍ନ ଆଞ୍ଚଳିକ ସ୍ତରରେ ମଧ୍ୟ ବିଦ୍ରୋହ ହେଇଛି। ସମସ୍ତଙ୍କର ଅବଦାନ ଅଛି ନା ନାଇଁ? ତେଣୁ ସମସ୍ତେ ଘଟଣା ପକ୍ଷ ଥିଲା ଭାରତର ସ୍ଵାଧୀନତା, ଗତି ମଧ୍ୟ ଏକ ଥିଲା, ଗତି ମଧ୍ୟ ଏକ ଥିଲା ଭାରତର ସ୍ଵାଧୀନତା। ସବୁ ଘଟଣା, ଯେକୌଣସି ଘଟଣା ଘଟୁ, ତାର ଗତି ବା ଲକ୍ଷ୍ୟ ଗୋଟିଏ ଆଡକୁ। ଗୋଟିଏ ଘଟଣା ସମୟରେ ଜୀବନ ଯେଉଁଠାରେ ଥିଲା, ଯେଉଁ ଅବସ୍ଥାରେ ଥିଲା, ଆଉ ଗୋଟେ ଘଟଣା ବେଳକୁ ସେଇ ସ୍ଥାନରେ ବା ସେଇ ଅବସ୍ଥାରେ ନାହିଁ। ଗୋଟିଏ ସମସ୍ତ ଘଟଣାର ଲକ୍ଷ୍ୟ ବା ଗତି ଆଡକୁ, ଗୋଟିଏ ଘଟଣା ସମୟରେ ଜୀବନ ଯେଉଁଠି ଥିଲା, ଯେଉଁ ଅବସ୍ଥାରେ ଥିଲା, ଆଉ ଗୋଟିଏ ଘଟଣା ବେଳକୁ ସେଇ ସ୍ଥାନରେ ବା ସେଇ ଅବସ୍ଥାରେ ନାହିଁ ଆମ ଜୀବନ। ଯେତେବେଳେ ଆମେ କହୁଛେ ବୋଲେ ତିରୋହି ଯୁଦ୍ଧ ହେଲା, ଆମେ କହୁଛେ ପ୍ରଥମ ତିରୋହି କି ଆଉ ଦ୍ଵିତୀୟ ତିରୋହି,
ପୃଥ୍ୱୀରାଜ ଚୌହାନ, ମହମ୍ମଦ ଗୌରୀ। ଯଦି ଆମେ ତିରୋହି ଯୁଦ୍ଧରେ ମହମ୍ମଦ ଗୌରୀଙ୍କୁ ପୃଥ୍ୱୀରାଜ ଚୌହାନ ମାରି ଦେଇଥାନ୍ତା, କାରଣ ପ୍ରଥମେ ତିରୋହି ଯୁଦ୍ଧରେ ସେ ହାରିଦେଲେ ନା ମହମ୍ମଦ ଗୌରୀ, କିନ୍ତୁ ତାକୁ ଛାଡିଦେଲେ। ଛାଡିଦେବା ପରେ ଦ୍ୱିତୀୟ ତିରୋହି ଯୁଦ୍ଧରେ ସେ ଆସିକି ପୃଥ୍ୱୀରାଜ ଚୌହାନକୁ ମାରିଲେ, ବୁଝିଲା। ତେଣୁ ପୃଥ୍ୱୀରାଜ ଚୌହାନ ଗଲା ପରେ ତାପରେ ସୁଲତାନ ଶାସନ ଆରମ୍ଭ ହେଲା। ପୁଣି 1800 ଯାଏ ଭାରତରୁ 1800 ଯାଏ 600 ବର୍ଷର ଶାସନ ଯାଏ। ସାମାନ୍ୟ ଗୋଟେ ଘଟଣା ଭୁଲ, ତେଣୁ ଜୀବନ କେଉଁଠୁ ଅଛି, ଯେଉଁ ଅବସ୍ଥାରେ ଥିଲା ଦେଖିବ ଆଉ ଗୋଟିଏ ଘଟଣା ବେଳକୁ ସେଇ ସ୍ଥାନରେ ନଥିବ। ତାପରେ ସେମାନେ ସୁଲତାନ ଶାସନ ଥିଲା ବା ମୋଗଲ ଶାସନ ଥିଲା, ପରେ ପରେ ଆସିଗଲେ ବ୍ରିଟିଶର୍ସ ମାନେ। ତେଣୁ ଯେଉଁ ଅବସ୍ଥାରେ ଜୀବନ ଥିଲା, ବ୍ରିଟିଶର୍ସ ଆସିଲା ବେଳକୁ ସେ ଜୀବନ ବଦଳି ଗଲା, ବୁଝିଲା। ତେଣୁ ସେ ଅବସ୍ଥାରେ ଆଉ ନାହିଁ ବୋଲି ସମସ୍ତେ ଆମେ ଜାଣିଛେ, ସେ ଅବସ୍ଥାରେ ନାହିଁ। ଏବଂ କୌଣସି ସମୟରେ ଏପରି ମଧ୍ୟ ଦେଖାଯାଏ ଯେ ଜୀବନ କିଛି ଦୂରରେ ପଶ୍ଚାତପଦ ହୋଇଅଛି, ମାତ୍ର ପରବର୍ତ୍ତୀ ଘଟଣା ସେଇ ପଶ୍ଚାତପତିର ଯଥେଷ୍ଟ କ୍ଷତିପୂରଣ କରିଦେଇଅଛି। ମାତ୍ର ପରବର୍ତ୍ତୀ ଘଟଣା ସେଇ ପଶ୍ଚାତପତିର ଯଥେଷ୍ଟ କ୍ଷତିପୂରଣ କରିଦେଇଅଛି। ଆମେ ଯଦି କହିବା ବେଲେ, ଯଦି ଶୁକ୍ଳ ଶାସନ ହୋଇନଥାନ୍ତା ଭାରତରେ, ତାହେଲେ ଆମେ ଭାରତରେ କେତେ ଥିଲା, ଆମ ଭାରତର କହିବା ଯଦି ଧର୍ମ, ସଂସ୍କୃତି, ପରମ୍ପରା ବା ଭାରତର ଐତିହ୍ୟ ବହୁତ ପୁରୁଣା, ପ୍ରାଚୀନ, ସୁନାର ଦେଶ ବୋଲି କୁହାଯାଇଥିଲା ଭାରତକୁ, ବୁଝିଲା। ସୁନାର ଚିଡିଆ ଦେଶ ବୋଲି କୁହାଯାଇଛି। ସୁନାର ଚିଡିଆ ଦେଶ ବୋଲି କୁହାଯାଇଛି ଭାରତକୁ। ଭାରତର ସବୁ ବିଶ୍ୱରେ ଏକ ନମ୍ବର ଥିଲା। ଏତେ ଧନ ସମ୍ପତ୍ତି ଥିଲା, ପରନ୍ତୁ ଯେତେବେଳେ ସୁଲତାନ ମାନେ ଆସିଲେ, ଧୀରେ ଧୀରେ ମନ୍ଦିର ଉପରେ ଆକ୍ରମଣ କଲେ ବା ଆମର ଗୁରୁଦ୍ୱାର ଉପରେ ଆକ୍ରମଣ କଲେ, ପୁସ୍ତକାଳୟକୁ ପୋଡିଦେଲେ, ନାଲନ୍ଦା ୟୁନିଭର୍ସିଟିକୁ ଜଳାଇ ଦେଲେ। ତାହେଲେ ଏଇଭଳି ଭାବରେ କଣ ହେଲା, ଗୋଟିଏ ଜାତି ପଶ୍ଚାତପଦ ହେଲା। ତାହେଲେ ଗୋଟିଏ ଘଟଣା ଜୀବନର କିଛି ଦୂର ପଶ୍ଚାତପଦ ହୋଇଯିବ। ଯେତେବେଳେ ଗୋଟିଏ ଘଟଣା ଘଟିବ ଜୀବନର କିଛି ଦୂର, ତମେ ମାନେ ଦେଖିବ ବୋଲେ ପଛକୁ ଫେରି ଆସୁଛି। ପୁଣି ପରବର୍ତ୍ତୀ ଘଟଣା ଯେତେବେଳେ ଦେଖିବ, ଆଉ ଗୋଟେ ଘଟଣା ଦେଖିବ। ଏ ପଶ୍ଚାତ ଗତିର ଯଥେଷ୍ଟ କ୍ଷତିପୂରଣ କରିଦେଇଅଛି। ବହୁତ ଆମର କ୍ଷତିପୂରଣ କରିଦେଇଅଛି ନା ନାଇଁ। ବ୍ରିଟିଶର୍ସ ମାନେ ଆସିଲେ, ବହୁତ ଆମର ଯୋଉ ପ୍ରାଚୀନ ପରମ୍ପରା ଥିଲା, ଗୁରୁ ଶିଷ୍ୟ ପରମ୍ପରା, ଗୁରୁକୁଳ, ତାକୁ ପଶ୍ଚାତ ଆଡକୁ ଢାଳି ନେଲେ। ସେ ଅନୁସାରେ ବହୁତ ପଶ୍ଚାତ ଗତିର ଆମର କ୍ଷତିପୂରଣ ବହୁତ କରିଦେଉଛି। କେତେବେଳେ ଆଲୋକ, କେତେବେଳେ ଅନ୍ଧାର, କେତେବେଳେ ଉଚ୍ଚ ହାସ ଧ୍ୱନି, କେତେବେଳେ ମର୍ମଭେଦୀ ହାହାକାର, ଏଇଭଳି ପରସ୍ପର ବିରୁଦ୍ଧ ଓ ପ୍ରତିକୂଳ ଅବସ୍ଥା ଭିତରେ ମାନବ ଜୀବନ ପ୍ରକୃତ ରୂପେ ଗଠିତ ହୁଏ। ତେଣୁ ମଣିଷ ଜୀବନ କେତେବେଳେ ପ୍ରକୃତ ରୂପେ ଗଠିତ ହବ, ଆମ ଜୀବନଟା କେତେବେଳେ ଖାଲି ଆମେ ଯଦି କହିବା ବୋଲେ ହସରେ ଯିବା, ସମୟ କାଟି ନେବା ହବ କି ନା। ଯେଉଁଠି ହସ ଅଛି ସେଠି କାନ୍ଦ ମଧ୍ୟ ଅଛି, ଯେଉଁଠି ଦିନ ଅଛି ସେଠି ରାତି ମଧ୍ୟ ଅଛି, ବୁଝିଲା। କେତେବେଳେ ଆଲୋକ ହେବ, କେତେବେଳେ ଅନ୍ଧାର ହେବ ଆମ ଜୀବନରେ, ସେତେବେଳେ ପ୍ରକୃତ ରୂପ ଗଠିତ ହେବ। ଆମ ଜୀବନଟା ଖାଲି ଆମେ ଯଦି କହିବା ଖାଲି ହସରେ କଟିବ, ମାନେ ଯିବା ହସରେ କାଟିଦବା, ନା ସେଠି ହସ ଅଛି, ସେଠି ଯେଉଁଠି ଦିନ ଅଛି ସେଠି ରାତି ମଧ୍ୟ ଅଛି। କେତେବେଳେ ଆଲୋକ ହେବ, କେତେବେଳେ ଅନ୍ଧାର ହେବ ଆମ ଜୀବନରେ, ବୁଝିପାରିଲା। କେତେବେଳେ ଉଚ୍ଚ ହସରେ ହସିବା, ବିଜୟରେ ଉଲ୍ଲାସରେ ଆମେ ଉଲ୍ଲାସିତ ହୋଇଯିବା, କିନ୍ତୁ କେତେବେଳେ ଆମେ ମର୍ମଭେଦୀ ହାହାକାରରେ, କେତେବେଳେ ପରାକ୍ରୟରେ ଜୟ ଜୟକାର କରିବା। ଏହିପରି ପରସ୍ପର ବିରୁଦ୍ଧ ଓ ପ୍ରତିକୂଳ ଅବସ୍ଥା ଭିତରେ ଆମ ମଣିଷ ଜୀବନରେ ପ୍ରକୃତ ରୂପେ ଆମ ମଣିଷ ଜୀବନ ଗଠିତ ହୁଏ, ବୁଝିପାରିଲା।
ଦେନ୍ ଏସବୁ ତମମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଠିକ ଅଛି, ତାହେଲେ ଆଜି ପାଇଁ ବସ୍ ଏତିକି।